ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା। ମୋ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାହାକୁ ଭିଡ଼ିଓ ପସନ୍ଦ ଲାଗିପାରେ ଆଉ କାହାକୁ ପସନ୍ଦ ନ ଆସିପାରେ, ତଥାପି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। କିଛି ନା କିଛି ତ ଶିଖିବାକୁ ନିଶ୍ଚୟ ମିଳିବ। ଯଦି ଭିଡ଼ିଓ ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକି ନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ଚାଲନ୍ତୁ ଶୁଣିବା। ଅନ୍ୟର ଉପକାର କରି ତାହା ଅନ୍ୟ ଆଗରେ ପ୍ରକାଶ କଲେ ସମସ୍ତ ପୁଣ୍ୟ ନାଶ ହୋଇଯାଏ। ମୁଁ ଏ କାମ କାହିଁକି କରୁଛି? ଏହାର ପରିଣାମ କ'ଣ? ଏହାଦ୍ୱାରା ନିଜର ସଫଳତା ପ୍ରାପ୍ତ ହେବ କି? ଏହି ତିନୋଟି ପ୍ରଶ୍ନକୁ ନିଜ ମଧ୍ୟରେ ବାରମ୍ବାର ଅନୁଶୀଳନ କରିବା ପରେ କାମଟିକୁ କଲେ ହୁଏତ ସଫଳତା ମିଳିଯାଇପାରେ। ସମସ୍ତେ ଦୁଃଖ ଦେଇପାରନ୍ତି, କିନ୍ତୁ ଦୁଃଖ ସହିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ସମସ୍ତେ କନ୍ଦେଇ ପାରନ୍ତି, କିନ୍ତୁ ହସାଇବାର ଶକ୍ତି ସମସ୍ତଙ୍କର ନଥାଏ। ବନ୍ଧୁତା ସମସ୍ତେ କରିପାରନ୍ତି, କିନ୍ତୁ ବନ୍ଧୁତା ତୁଲାଇବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ବଞ୍ଚିବା ପାଇଁ କୌଣସି ପରଫେକ୍ଟ ମଣିଷ ଦରକାର ନାହିଁ, ବରଂ ଏହିପରି ମଣିଷ ଦରକାର ଯିଏ ରେସ୍ପେକ୍ଟ ଆଉ କେୟାର କରୁଥିବ। ସେ ହିଁ ତମ ପାଇଁ ପରଫେକ୍ଟ ହୋଇପାରିବ। ଯଦି ଉପରବାଲା ସହିତ ତୁମ ସମ୍ପର୍କ ମଜବୁତ ଅଛି ନା, ତେବେ ମର୍ତ୍ତ୍ୟରେ ଥିବା ମଣିଷ ତୁମର କେବେ ବି କିଛି କ୍ଷତି କରିପାରିବେ ନାହିଁ। ଏ ଦୁନିଆରେ କେହି କାହାର ନୁହଁ। ସମସ୍ତେ କେବଳ ନିଜ ଆବଶ୍ୟକ ପାଇଁ ସମ୍ପର୍କ ଗଢ଼ିଥାନ୍ତି। ଆବଶ୍ୟକ ସରିଗଲେ ସମସ୍ତେ ଭୁଲିଯାନ୍ତି। ଜୀବନରେ ଦୁଃଖ କାହିଁକି ମିଳେ? ଗୋଟିଏ ବୃକ୍ଷ ପାଇଁ ଯେତିକି ଜଳ ଏବଂ ସୂର୍ଯ୍ୟ କିରଣ ଦୁଇଟି ଯାକ ଅତ୍ୟନ୍ତ ଆବଶ୍ୟକ, କିନ୍ତୁ ଦୁଇ ଜଣଙ୍କ କର୍ମ ଭିନ୍ନ ଭିନ୍ନ। ଜଳ ଶୀତଳ ପ୍ରଦାନ କରେ, ସୂର୍ଯ୍ୟ କିରଣ ଉତ୍ତାପ ପ୍ରଦାନ କରେ। କେବଳ ଜଳରେ ବୃକ୍ଷର ବିକାଶ ସମ୍ଭବ ନୁହେଁ। ସେହିପରି ଜୀବନରେ ସୁଖ ଆଉ ଦୁଃଖ ଦୁଇଟି ଯାକ ଅତ୍ୟନ୍ତ ଆବଶ୍ୟକ। ସୁଖ ହସର କାରଣ ଆଉ ଲୁହ ଦୁଃଖର କାରଣ ହୋଇଥାଏ। ଘରେ ଠାକୁର ତ ସମସ୍ତେ ରଖନ୍ତି। ଠାକୁର ପୂଜା କରିବା ସମୟରେ କେବେ ବି ଜଳୁଥିବା ଦୀପ ଓ କଳସ ଏକାଠି ରଖନ୍ତୁ ନାହିଁ। ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛରେ ପାଣି ଦିଅନ୍ତୁ ନାହିଁ, କି ରବିବାର ସଂକ୍ରାନ୍ତି ଦିନ ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ। ଆମିଷ ଖାଇବା ପରେ କେବେ ବି କ୍ଷୀର ପିଅନ୍ତୁ ନାହିଁ। ଆସନ ଉପରେ ବସି ଭୋଜନ ଗ୍ରହଣ କରନ୍ତୁ। ବରର ଅଯୁଗ୍ମ ବୟସ ଏବଂ କନ୍ୟାର ଯୁଗ୍ମ ବୟସରେ ବିବାହ ହେଲେ ଶୁଭ ହୋଇଥାଏ। ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ ପାଣି ପିଇବା ବେଳେ ବସିକି ପିଅନ୍ତୁ ଏବଂ ଦିନକୁ 5ଟି ଲବଙ୍ଗ ଚୋବେଇ କରି ଖାଆନ୍ତୁ। ଦୃଷ୍ଟିଶକ୍ତି କମଜୋର ହୋଇଥିଲେ ପ୍ରତ୍ୟେକ ଦିନ କାଠଚମ୍ପା ଫୁଲକୁ କିଛି ସମୟ ଶୁଙ୍ଘିବା ଦ୍ୱାରା ଦୃଷ୍ଟିଶକ୍ତି ବଢ଼ିଥାଏ। ଥଣ୍ଡା ଅଧିକ ହୋଇଥିଲେ ଅଦା ପକାଇ ଚା ତିଆରି କରି ଦିନକୁ 3 ଥର ପିଇବା ଦ୍ୱାରା ଥଣ୍ଡା ଭଲ ହୋଇଥାଏ। ଜଙ୍ଗଲରେ ପ୍ରତିଦିନ ସକାଳ ହେଉ ହେଉ ହରିଣ ଭାବେ ଯେ ମୋତେ ସିଂହଠାରୁ ଆଜି ଜୋରରେ ଦୌଡ଼ିବାକୁ ହେବ, ନହେଲେ ସେ ମୋତେ ମାରି ଖାଇଦେବ। ଆଉ ସିଂହ ପ୍ରତିଦିନ ସକାଳୁ ଉଠି ଭାବେ ଯେ ମୋତେ ଆଜି ହରିଣଠାରୁ ଜୋରରେ ଦୌଡ଼ିବାକୁ ପଡ଼ିବ, ନହେଲେ ମୁଁ ଆଜି ଭୋକରେ ମରିବି। ଜୀବନରେ ତମେ ସିଂହ ଭଳି ହୋଇଥାଅ ଅବା ହରିଣ ଭଳି, ସେଥିରେ କିଛି କଥା ନାହିଁ। ଯଦି ଏକ ଭଲ ଜୀବନ ଚାହୁଁଥାଅ, ତାହେଲେ ପ୍ରତିଦିନ ଦୌଡ଼ିବାକୁ ହିଁ ପଡ଼ିବ, କାରଣ ସଂଘର୍ଷ ବିନା କିଛି ମିଳେ ନଥାଏ। ଜୋତା ଆଉ ଚପଲକୁ ଓଲଟା କରି କେବେ ବି ରଖନ୍ତୁ ନାହିଁ। ଏହା ଘରେ କଳହର କାରଣ ହେବା ସହିତ ଶନିଦେବ ରାଗି ଯାଇଥାନ୍ତି। ଘରର ଉତ୍ତର ଦିଗରେ ମା ଲକ୍ଷ୍ମୀଙ୍କର ଏମିତି ଫଟୋ ଲଗାନ୍ତୁ, ଯାହାକି ମା ଲକ୍ଷ୍ମୀ
ପ୍ରସନ୍ନ ହେବେ। ଯାତ୍ରା ସମୟରେ ବାଟରେ ମାଛ କିମ୍ବା ଶୁଖୁଆ ବାଲିକୁ ଦେଖିଲେ ଯାତ୍ରା ଅତ୍ୟନ୍ତ ଶୁଭ ହୋଇଥାଏ। ଯାତ୍ରା ସମୟରେ ଯଦି ନିଜ ମା ପଛରୁ ଡାକି ଦିଅନ୍ତି ତେବେ ଯାତ୍ରା ଶୁଭ ହୁଏ। ଅନ୍ୟ କିଏ ଡାକିଲେ ଅଶୁଭ ହୋଇଥାଏ। ଯାତ୍ରା ସମୟରେ ବାମପଟେ ଶବ ଓ ଶୃଗାଳ ଦେଖିଲେ ଯାତ୍ରା ସୁଖମୟ ହୁଏ। ଯାତ୍ରା ସମୟରେ ବାଲ ମୁକୁଳା ସ୍ତ୍ରୀ ଲୋକ ଦେଖିଲେ ଯାତ୍ରା ଅଶୁଭ ହୋଇଥାଏ। ଯାତ୍ରା କାଳରେ ଯେବେ ଜଣେ ସଧବା ସ୍ତ୍ରୀ ଲୋକ ମଥାରେ ସିନ୍ଦୂର ଓ ହାତରେ ଚୁଡ଼ି ପିନ୍ଧିଥିବା ଦେଖନ୍ତି ତାହେଲେ ଯାତ୍ରା ଅତ୍ୟନ୍ତ ଶୁଭ ହୋଇଥାଏ। ଯାତ୍ରା ସମୟରେ ଡାମରା କାଉ ଯେବେ ଉଚ୍ଚ ସ୍ୱରରେ କର୍କଶ ରାବ କରେ ତାହେଲେ ଯାତ୍ରା କରନ୍ତୁ ନାହିଁ। ସୁନ୍ଦରୀ ରମଣୀର ହସ ଦେଖି ଯାତ୍ରା କରେ ସର୍ବଦା ଶୁଭ ଏବଂ ଲାଭ ହୋଇଥାଏ। ଦୁନିଆରେ ଶ୍ରେଷ୍ଠ ବ୍ରାହ୍ମଣ ହେଲେ ସବୁଠାରୁ ବଡ଼ ଯୋଦ୍ଧା ଭଗବାନ ପର୍ଶୁରାମ, ସବୁଠାରୁ ବଡ଼ ପଣ୍ଡିତ ଲଙ୍କାପତି ରାବଣ, ସବୁଠାରୁ ବଡ଼ ଇତିହାସକାର ମହର୍ଷି ବେଦବ୍ୟାସ, ସବୁଠୁ ବଡ଼ ରାଜନୀତିଜ୍ଞ ବିଷ୍ଣୁଗୁପ୍ତ ଚାଣକ୍ୟ, ସବୁଠାରୁ ବଡ଼ ପରୀକ୍ଷକ ମହର୍ଷି ଭୃଗୁ, ସର୍ବଶ୍ରେଷ୍ଠ ଦାନୀ ହେଉଛନ୍ତି ମହର୍ଷି ଦଧିଚି, ସବୁଠୁ ବେଶୀ କ୍ରୋଧୀ ଦୁର୍ବାସା ମୁନି, ସବୁଠାରୁ ବଡ଼ ଶାନ୍ତ ମହର୍ଷି ବଶିଷ୍ଠ, ସବୁଠାରୁ ବଡ଼ ଗଣିତଜ୍ଞ ଆର୍ଯ୍ୟଭଟ୍ଟ, ସବୁଠାରୁ ବଡ଼ ଗରିବ ସୁଦାମା। ଯଦି ଆଜିର ଅନୁଚିନ୍ତା ଏବଂ ସୁନ୍ଦର ଟିପ୍ସ ଗୁଡ଼ିକ ପସନ୍ଦ ଆସିଲା ସବସ୍କ୍ରାଇବ୍ କରନ୍ତୁ। ତାହେଲେ ରହୁଛି। ଓଁ ସାଇରାମ, ଜୟ